ବ୍ୟବହୃତ ଗ୍ୟାସ୍ ତାଙ୍କୁ ମିଳୁନାହିଁ। କମର୍ସିଆଲ ଗ୍ୟାସ୍ ଆମର କାଗଜ ଥିଲା ବି ମିଳୁନାହିଁ। ଫେର ବି ତଥାପି ଆମେ ବ୍ଲାକ୍ରେ କିଣୁଛୁ। ବ୍ଲାକ୍ରେ କିଣିଲା ମିଳି ବି ତଥାପି ସଫନା ପାଉନୁ। ଏଇ ତ ଯାହା ଥିଲା ଷ୍ଟକ୍ 2 ଦିନ ହେଲା ସରିଲାଣି। କାଲିଠୁ ଦୋକାନ ବନ୍ଦ ହେଇପାରେ। ବନ୍ଦ ତ ହେବ, ବନ୍ଦ ହେଲା କ'ଣ ବନ୍ଦ ହେଇ କାଲିଠୁ ବନ୍ଦ। ତାପରେ ଦେଖିବା କ'ଣ ହେଉଛି। ଆଉ ଦିନ ଆଉ କ'ଣ କରିବା ଉପାୟ ସରକାର ତ ଆମ ପାଇଁ କିଛି ସୁବିଧା କରିପାରୁନାହାନ୍ତି। ଆଉ ସାର୍ ଆମର କମର୍ସିଆଲ ଗ୍ୟାସ୍ କାଗଜ ଥାଇ ମଧ୍ୟ ଆମକୁ ମିଳୁନାହିଁ। ତାପରେ ଆମେ ବହୁତ କଷ୍ଟରେ କରି କାହା ପାଖରେ ଦୋକାନ ଫୋକାନ ମାଗିକିରି କାଲି ତ ଗୋଟେ କାଲି ଆଣିଲି ବହୁତ କଷ୍ଟରେ ଗୋଟେ କାଲି ଯାଇକି ଲାଇନ୍ ହଁ କରିକି ମୋତେ କାଲି ଦେଲେ ଆଣିକିରି 28 ଟଙ୍କାର ବ୍ଲାକ୍ରେ କମର୍ସିଆଲ ପାଇଲି। ଏଇ ଗୋଟେ ଗ୍ୟାସ୍ ଯୋଗୁଁ ପୁଣି ବନ୍ଦ ଆଜ୍ଞା କାଲିଠାରୁ। ସେଇ ତ କଥା ଆଜ୍ଞା, ସେଇ ତ କଥା। ବେପାର କ'ଣ କରିବା, ବନ୍ଦ କରିଦେଲେ ଭଲ, ଆଉ ଉପାୟ କିଛି ନାହିଁ ଆଜ୍ଞା। ଏବେ ତେଲ ରେଟ୍ ଦେଖନ୍ତୁ, ଇଏ ଫ୍ରିଡମ୍ ତେଲ ଆମର ଫ୍ରିଡମ୍ ତେଲ ହେଉଥିଲା, ତେଲ ଆଜ୍ଞା 3000 ଟଙ୍କା ହେଇଗଲାଣି ଟିଣ। କାଲି ଟିଣ 29 ଟଙ୍କା ତେଲ କିଣା ହେଇଛି। ସେଥିପାଇଁ ମାଲ ଅଧା ଆଇଟମ୍ ତିଆରି ହେଇନି, ଅଧା ଖାଲି କିଣା ହେଇଛି, ଫାଙ୍କା ପଡ଼ିଛି। ଜିନିଷ ବି ଅଧା ହେଇପାରେ ନାହିଁ। ଆଗର ଆଇଟମ୍ 32 ଆଇଟମ୍ ହେଉଥିଲା। ଏବେ କ'ଣ 12ଟା 13ଟା ଖଣ୍ଡେ ହେଉଛି ବୋଧେ ଅନୁମାନ ବୋଧେ। ହଁ ଆଜ୍ଞା, ପ୍ରାଇସ୍ କଥା କହିବା କ'ଣ ଲୋକମାନେ ତ ସବୁ ଚାହିଦା ପ୍ରାଇସ୍ ବଢ଼ାଇବାକୁ ନିଶ୍ଚିତ ପଡ଼ିବ, ନହେଲେ ହେବ ନାହିଁ। ପ୍ରାଇସ୍ ଯଦି ଆମେ ଏପଟରେ ଆମକୁ ଏତେ ଲସ୍ ହେଇ ପ୍ରାଇସ୍କୁ ନ ବଢ଼େଇବା ବାଧ୍ୟ, ଆଉ ନହେଲେ ହେବ ନାହିଁ ଆଜ୍ଞା। ସବୁ ଜାଗାରେ କାଠ ଚୁଲା ଚାଲିପାରିବନି ଆଜ୍ଞା। ଯଦି ଆମେ କାଠ ଚୁଲା କ'ଣ ଅଫିସ୍ ଆମେ ତ ରୋଡ଼ ସାଇଡ଼୍ ବେପାର କରୁଛୁ ଆଜ୍ଞା, ଏଠି ଚାଲିପାରିବୁ କି? ଯେଉଁମାନେ ସ୍ଥାୟୀ ମାନେ ସେମାନେ ତାଙ୍କ ପଛରେ ଜାଳିକି ଆମେ କରିପାରିବୁନି ଆଜ୍ଞା। ଆମକୁ ନିହାତି ଗ୍ୟାସ୍ ଆବଶ୍ୟକ।